हेलो स्टूडेंट्स ମୁଁ ରୁଦ୍ର ଆପଣଙ୍କୁ ସ୍ୱାଗତ କରୁଛି ଆପଣଙ୍କ ନିଜ ଚ୍ୟାନେଲ ଷ୍ଟଡି ୱିଥ୍ ରୁଦ୍ରକୁ। ତ ସ୍ଟୁଡେଣ୍ଟସ୍ ଆମେ 2B ଯେ ଆମେ ଦଶମ ଶ୍ରେଣୀର 2B ଅନୁଶୀଳନ ଚାପ ମାନେ ଯୋଉ ଥିଓରି ପାର୍ଟ ଥିଲା ସେଥିରେ ଚାପ ଗୋଟେ ପାର୍ଟ ଥିଲା ଯୋଉଟା ଆମେ ଚାପ କମ୍ପ୍ଲିଟ ଭାବରେ ତାର ସମ୍ପୂର୍ଣ୍ଣ ଥିଓରିକୁ ଡିଟେଲ୍ସ ରେ କମ୍ପ୍ଲିଟ କରିସାରିଛେ। ତାହେଲେ ଆଜିର କ୍ଲାସରେ ଆମେ କଣ ପଢିବାକୁ ଯାଉଛେ? ଆମେ ପଢିବାକୁ ଯାଉଛେ ବୃତ୍ତଖଣ୍ଡସ୍ଥ କୋଣ ଆଉ ବୃତ୍ତକଳା ହେଲା। ତାହେଲେ ପିଲା ଦେଖ ବୃତ୍ତଖଣ୍ଡ କାହାକୁ କହିବା? ବୃତ୍ତଖଣ୍ଡ ବୃତ୍ତର ଏକ ଜ୍ୟା ଏବଂ ଜ୍ୟା ସହ ସମ୍ପୃକ୍ତ କୌଣସି ଏକ ଚାପର ସଂଯୋଗରେ ଉତ୍ପନ୍ନ ସେଟକୁ ଆମେ କଣ କହୁଛେ? ବୃତ୍ତଖଣ୍ଡ କହୁଛେ। ତାହେଲେ ଦେଖ ଆମେ ତାହେଲେ ଚାପ ନଉଥିଲେ ହେଲା, ଏଇଟା ଗୋଟେ ବୃତ୍ତ ନଉଥିଲେ, ଏଇଟାକୁ ଗୋଟେ ଚାପ ନଉଥିଲେ, ବୁଝିପାରିଲ କି ନାହିଁ? ତାହେଲେ ଏଇଟାକୁ କହୁଥିଲେ ଏ ଏକ୍ସ ବି ବୋଲି, ବୁଝିପାରିଲ କି ନାହିଁ? ଏଇଟା ହଉଥିଲା ଆମେ କଣ ଲେଖୁଥିଲେ? ଏ ଏକ୍ସ ବି ଚାପ ଲେଖୁଥିଲେ, ବୁଝିପାରିଲ କି ନାହିଁ? କିନ୍ତୁ ଯେତେବେଳେ ଏଇ ଚାପ ସାଙ୍ଗରେ ଆମେ କଣ ନେଇଯିବା? ଏଇ ଯୋଉ এবି କୁ ନେଇଯିବା, এবି ଜ୍ୟା କଣ କଲେ? ଚାପ ସାଙ୍ଗରେ ଆମେ କଣ କଲେ? এবି ଜ୍ୟାକୁ ନେଇଗଲେ ହେଲା। ଏଇ ଯୋଉ ଇଏକୁ ନେଇଗଲେ, ଏଇ ଯୋଉ ଇଏଟାକୁ ନେଇକି ଯୋଉ ଗଠିତ ସେଟାକୁ ଆମେ କଣ କହିବା? ବୃତ୍ତ ଖଣ୍ଡ, ବୁଝିପାରିଲ? ବୃତ୍ତ ଖଣ୍ଡ ହେଲା, ଏଟାକୁ କଣ କହିବା? ଆମେ ବୃତ୍ତ ଖଣ୍ଡ ବୋଲି କହିବା। ତ ଦେଖ ଯୋଉଥିପାଇଁ ଏଇଟା ଦେଖ, ଏଇଟା ଆମର କଣ ହେଇଗଲା? ଏଇଟା ଆମର କ୍ଷେତ୍ର ଚାପ ହେଇଗଲା। କଣ କ୍ଷେତ୍ର ଚାପ? এই ଯୋଉ ସରି କ୍ଷେତ୍ର ବୃତ୍ତଖଣ୍ଡ ହେଲା। ଏଇଟା କଣ ହେଇଗଲା? ବୃହତ ବୃତ୍ତ ହେଲା। ଏଇ ବୃହତ ଚାପ ତା ସାଙ୍ଗରେ ଏଇ କଣ? ଏଇ ସମ୍ପୃକ୍ତ ଜ୍ୟା, ଏଇଟା ମିଶେଇ କଣ ହେଇଗଲା? ଆମର ବୃହତ ବୃତ୍ତଖଣ୍ଡ। ବୁଝିପାରୁଥିବ ବୃହତ ବୃତ୍ତଖଣ୍ଡ କଣ ହେଲା, କ୍ଷେତ୍ର ଚାପ କଣ, ବୃହତ ବୃତ୍ତଖଣ୍ଡ କଣ ହେଲା। ତାହେଲେ ଏଇ ଯୋଉ ବୃତ୍ତଖଣ୍ଡକୁ ଆମେ କଣ କହୁ? ଇଂଲିଶରେ ସେଗମେଣ୍ଟ ବୋଲି କହୁ। କଣ କହୁ? ସେଗମେଣ୍ଟ, ସେଗମେଣ୍ଟ ବୋଲି କହୁ। ତାହେଲେ ଯୋଉ କ୍ଷୁଦ୍ର ବୃତ୍ତଖଣ୍ଡକୁ କଣ କହିବା? ମାଇନର ସେଗମେଣ୍ଟ ବୋଲି କହିବା ହେଲା। ଏଇ ଯୋଉ ବୃହତ ବୃତ୍ତଖଣ୍ଡକୁ କଣ କହିବା? ମେଜର ସେଗମେଣ୍ଟ ବୋଲି କହିବା ହେଲା। ତାପରେ ଦେଖ ଏଇ ଯୋଉ ଇଏ ବୃତ୍ତଖଣ୍ଡର ନାଁ ଲେଖା ହୁଏ, କେମିତି ଲେଖା ହୁଏ? ତାହେଲେ ଦେଖ ଏଇଠୁ ଯିବା ଏଇଠିକି ଫେରିବେ। ମୁଁ ଲେଖିବି ଏ ଏକ୍ସ ଏ, ଏ ଯୋଉ ସରି ଏ ଏକ୍ସ ବି ଏ ହେଲା। ଏଇଟା ହେଲା କଣ? ଆମର କ୍ଷୁଦ୍ର ସେଗମେଣ୍ଟ ବା ମାଇନର ସେଗମେଣ୍ଟ। ମୁଁ ଯଦିକା ଲେଖିବି ଏ ୱାଇ ବି ଏ, ଏ ୱାଇ ବି ଏ, ଏଇଟା ହେଇଗଲା ଆମର ବୃହତ ବୃତ୍ତଖଣ୍ଡ। ବୁଝିପାରିଲ? ବୃତ୍ତଖଣ୍ଡ ନାଁ କେମିତି ଲେଖା ହବ? କୋଉଟା ମେଜର ସେଗମେଣ୍ଟ, କୋଉଟା ମାଇନର ସେଗମେଣ୍ଟ ହେଲା। କେବଳ ଚାପରେ ଯେତେବେଳେ ଆମର ଜ୍ୟାଟା ଆଡ ହେଇକି ଯୋଉ ସେଟଟା ଗଠନ କରିବ ତାକୁ ଆମେ କଣ କହିବା? ବୃତ୍ତଖଣ୍ଡ ବୋଲି କହୁଛେ। ତ ବୃତ୍ତଖଣ୍ଡ ଦି ପ୍ରକାରର, ଗୋଟେ ହଉଛି ଯୋଉ ଦିଟା, ଗୋଟେ ଜ୍ୟା ଦିଟା ବୃତ୍ତଖଣ୍ଡରେ ପରିଣତ କରେ। ଗୋଟେ ହଉଛି ମାଇନର ସେଗମେଣ୍ଟ ଆଉ ଗୋଟେ ହଉଛି ମେଜର ସେଗମେଣ୍ଟ। এই ଜିନିଷ ଲେଖିଦିଅ ସମସ୍ତେ। ତାପରେ ଏବେ ଦେଖିବା ବୃତ୍ତ ଖଣ୍ଡସ୍ଥ କୋଣ କାହାକୁ କୁହାଯାଏ। ତ ଏଟା ଲିଭେଇ ଦଉଛି। କଣ ଦେଖିବା? ବୃତ୍ତ ଖଣ୍ଡସ୍ଥ କୋଣ କାହାକୁ କୁହାଯାଏ? ଏଟା ଲିଭେଇଲି। ହେଲା। ତ ଦେଖ ପିଲେ, এটা ଗୋଟେ ବୃତ୍ତଖଣ୍ଡ, ବୁଝିପାରିଲ କି? ଏ ଏକ୍ସ ବି ଏ, ତାହେଲେ ମୁଁ ଯଦି କହିବି ଏ ଏକ୍ସ ବି ଏ ହେଲା, ଏଇ ଯୋଉ ତାର ବିପରୀତ ଚାପରେ, ତାର ବିପରୀତ ଚାପରେ ଯୋଉ କୋଣ ଅଙ୍କନ କରୁଛନ୍ତି ସେଗୁଡାକୁ କଣ କହିବା? ବୃତ୍ତ ଖଣ୍ଡସ୍ଥ କୋଣ। ବୁଝିପାରିଲ? ଏଟାକୁ କଣ କହିବା? ବୃତ୍ତ ଖଣ୍ଡସ୍ଥ କୋଣ ବୋଲି କହିବା ହେଲା। ତାହେଲେ ଦେଖ ସେମ ଜିନିଷ, ଏଇ ଚାପ ହେଲା, ଏଇଟା ବୃତ୍ତ ଖଣ୍ଡସ୍ଥ କୋଣ ବୋଲି କୁହାଏ। କିନ୍ତୁ ଦେଖ ମୁଁ କହିଥିଲି କି ନାଇଁ, ଏଇ ଚାପରେ ହେଲା ତାର ଏଇ ଯୋଉ ଯେତେ କୋଣ ସବୁ ସୃଷ୍ଟି ହବ, ଏଇ ସବୁ ଯେତେ କୋଣ ସୃଷ୍ଟି ହବ
ଏଟା କଣ ତା ବିପରୀତ ଚାପର ଅନ୍ତର୍ଲିଖିତ କୋଣ କହିଥିଲି କି ନାହିଁ ଏରାକର ସବୁର ଦୈର୍ଘ୍ୟ କଣ ହବ ସମାନ ହବ ବୁଝିପାରୁଛନ୍ତି ଏଟା 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 ସବୁ କଣ ହେଇଯିବ ସବୁ ବୃତ୍ତଖଣ୍ଡସ୍ଥ ଇଏର କଣ ହବ ବୃତ୍ତଖଣ୍ଡସ୍ଥ କୋଣର ପରିମାଣ କଣ ହବ ସମାନ ହେଇ ହେଲା ତାହେଲେ ଲେଖିଦବ ଏବିସି ଏ ଏକ୍ସ ବି ଏ ଏଟା କଣ ଗୋଟେ ବୃତ୍ତଖଣ୍ଡ ତାର ସମସ୍ତ ଇଏ କୋଣର ପରିମାଣ ସମସ୍ତ ବୃତ୍ତଖଣ୍ଡସ୍ଥ କୋଣର ପରିମାଣ ସମାନ ହେଲା ତାହେଲେ ଏଇଟା ସମସ୍ତଙ୍କ ମନେ ରହିଲା ତାହେଲେ ଟିକେ ମୁଁ କହିବି ଗୋଟେ ଅର୍ଦ୍ଧବୃତ୍ତ ଅଛି କଣ ଅଛି ଗୋଟେ ଅର୍ଦ୍ଧବୃତ୍ତ ଅଛି ହେଲା ଏ ଏକ୍ସ ବି ଏ ତାହେଲେ ଏ ଏକ୍ସ ବି ଏ କଣ ଗୋଟେ ହେଇଯିବ ଆମର ଗୋଟେ ବୃତ୍ତଖଣ୍ଡ ହେଇଯିବ ମୁଁ କହିବି ୟାର ଗୋଟେ ବୃତ୍ତଖଣ୍ଡସ୍ଥ କୋଣ ଅଙ୍କନ କରିବି ତାହେଲେ ଏଇ କୋଣଟା କେତେ ହେଇଯିବ 90 ଡିଗ୍ରୀ ଏଠି ଗୋଟେ କରିବି এই কোণটা কেতে ହେଇଯିବ 90 ডিগ্ରୀ ଏଠି ଗୋଟେ କରିବି এই কোণটা କେତେ ହେଇଯିବ 90 ডিগ্ରୀ ଏଠି ଗୋଟେ କରିବି এই কোণটা କେତେ ହେଇଯିବ 90 ডিগ্ରୀ ହେଇଯିବ ଏଠି ଗୋଟେ କରିବି এই কোণটা କେତେ ହେଇଯିବ 90 ডিগ্ରୀ ହେଇଯିବ ବୁଝିପାରିଲ କି ନାହିଁ ତାହେଲେ ସମସ୍ତ ବୃତ୍ତଖଣ୍ଡସ୍ଥ କୋଣର ପରିମାଣ କେତେ ସମାନ ଆଉ ଅର୍ଦ୍ଧବୃତ୍ତ ଖଣ୍ଡସ୍ଥ କୋଣର ପରିମାଣ କେତେ ଆମର 90 ডিଗ୍ରୀ ହବ ଏଇ ଗୋଟେ ଜିନିଷ ମନେ ରହିଲା ବା ସମକୋଣ ବୋଲି କହିପାରିବ ତାହେଲେ ଏଇଟା ସମସ୍ତେ ଲେଖିଦିଅ ହେଲା ୟା ବିଷୟରେ ଆଉ ଅଧିକ ଜିନିଷ ଆମେ କୋଉଥିରେ ପଢିବା ପରିମିତି ଯେତେବେଳେ ପଢିବା ବୃତ୍ତ କଳା ବୃତ୍ତଖଣ୍ଡ ଏଇ ସବୁର କ୍ଷେତ୍ରଫଳ ପରିସୀମା ଯେତେବେଳେ ପଢିବା ସେତେବେଳେ କଣ କରିବା ଆମେ କ୍ଲିୟର ହବ ବୁଝିପାରିଲ ହେଲା ତେବେ ବର୍ତ୍ତମାନ ଯିବା ଆମେ ବୃତ୍ତ କଳା ଏଟା ଲେଖି ଦଉଛି ବୃତ୍ତ କଳା କାହାକୁ କହିବା କେବଳ କାହାକୁ କୁହାଯାଏ ଜ୍ୟାମିତିରେ ଆଉ ବେଶୀ ଜିନିଷ ନାହିଁ ତମ ଇଏରେ ସବୁ ଆଉ କୋଉଥିରେ ଅଛି ପରିମିତିରେ ଅଛି ତାର ସବୁ ଫର୍ମୁଲା ପରିସୀମା କେମିତି ବାହାରିବ ତାର ଡିଗ୍ରୀ ପରିମାପ କେମିତି ବାହାରିବ ତାର ଆମର କ୍ଷେତ୍ରଫଳ କେମିତି ବାହାରିବ ଏଇ ସବୁ ଜିନିଷ କୋଉଥିରେ ଅଛି ଆମର ପରିମିତିରେ ଅଛି ବର୍ତ୍ତମାନ ଦେଖିବା ବୃତ୍ତ କଳା ତାହେଲେ କହିଲେ ବୃତ୍ତ କଳା କାହାକୁ କହିବା ବୃତ୍ତର କୌଣସି ଏକ ଚାପ ଓ ଚାପର ପ୍ରାନ୍ତ ବିନ୍ଦୁ କେନ୍ଦ୍ର ସହିତ ଯୋଗ କରୁଥିବା ବ୍ୟାସାର୍ଥ ଦ୍ୱୟର ସଂଯୋଗରେ ବୃତ୍ତ କଳା ବା ସେକ୍ଟର ହୁଏ ବୁଝିପାରିଲୁ କୌଣସି ଏକ ବୃତ୍ତର ଗୋଟିଏ ବୃତ୍ତର କୌଣସି ଏକ ଚାପ ବୁଝିପାରିଲ ଏ ଏକ୍ସ ବି ତା ସହିତ କେନ୍ଦ୍ର ସହ ସନ୍ତାନ ପ୍ରାନ୍ତ ବିନ୍ଦୁ ଦିଟାରୁ କେନ୍ଦ୍ର ସହିତ ସଂଯୋଗ କରୁଥିବା ବ୍ୟାସାର୍ଧ ଦିଟାକ ହେଲା ର ସଂଯୋଗରେ କଣ ହୁଏ ଆମର ବୃତ୍ତ କଳା ଗଠନ ହୁଏ ତାହେଲେ ଏଇଟାକୁ କଣ କହିବା ଆମେ ବୃତ୍ତ କଳା ବୋଲି କହିବା ବୁଝିପାରିଲ ଏଇଟା କଣ କହିବା ବୃତ୍ତ କଳା ବୋଲି କହିବା ମନେ ରହିଲା ବୃତ୍ତ କଳା ନାଁ କଣ ଲେଖିବା ଓ ଏ ଏକ୍ସ ବୁଝିପାରିଲ ଏ ବୃତ୍ତ କଳା ନାଁ କଣ ଓ ଏ ଏକ୍ସ ପି ହେଲା ଏଇଟାକୁ ଆମେ କଣ କହିବା ବୃତ୍ତ କଳା ବୋଲି କହିବା ଏତିକି ଜିନିଷ କେବଳ ମନେ ରଖ ହେଲା ଏଇତିକ ହିଁ ଡେଫିନେସନ ଦେଲା ଆମେ ବୃତ୍ତ ଖଣ୍ଡ କାହାକୁ କୁହାଯାଏ ଜାଣିଲେ ଗୋଟେ ବୃତ୍ତ ଅଛି ହେଲା ଏଇ ଚାପ ସହ ସମ୍ପୃକ୍ତ ଜ୍ୟା ଏଇ ଦିଗକୁ ଆମେ କଣ କହିବା ବୃତ୍ତ ଖଣ୍ଡ ବୋଲି କହିବା ଏଇ ଉପରଟାକୁ ବି କହିପାରିବା ବୃତ୍ତ ଖଣ୍ଡ ମୁଁ ଏତିକ ବି ନେବି ଏଇଟାକୁ ବି କଣ କହିବା ଆମେ ବୃତ୍ତ ଖଣ୍ଡ କହିବା ଏଇଟାକୁ କଣ କହୁଛେ ମେଜର କହୁଛେ ଏଇଟାକୁ କଣ କହୁଛେ ମାଇନର କହୁଛେ ହେଲା ଏଇଟା କଣ ଏଇଟାକୁ ଆମେ କହୁଛେ କଣ ବୃତ୍ତ କଳା ବୁଝିପାରିଲ ଏତିକି ଜିନିଷ ମନେ ରଖ ଏଇ ତିନିଟା ଜିନିଷ ଆମର ଜାଣିବାର ଥିଲା ତାପରେ ଏଇଠି ଆମର ବୃତ୍ତ କଳା ବୃତ୍ତ ଖଣ୍ଡସ୍ଥ କୋଣ ତାପରେ ବୃତ୍ତ ଖଣ୍ଡ କାହାକୁ କୁହାଯାଏ ଆମେ ପଢିଦେଲେ ବର୍ତ୍ତମାନ ଆମେ ଡାଇରେକ୍ଟ ପଢେଇବା କୋଉଠି ଆମର ସାଇକ୍ଲିକ କ୍ୱାଡ୍ରିଲେଟରାଲ ବା ଆମର କଣ ଏଟା ଆମର ହଉଛି ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ କଣ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ତାପରେ ତମେ ସବୁ ଜାଣିଥିବ ଯେକୌଣସି ତିନୋଟି ନୈକ୍ୟରେଖୀୟ ବିନ୍ଦୁ ଦେଇକି ଆମର କଣ ହବ ଗୋଟେ ବୃତ୍ତ ଅଙ୍କନ କରାଯାଇପାରିବ ବୁଝିପାରିଲ କି ନାହିଁ ଯେକୌଣସି ତିନୋଟି ନୈକ୍ୟରେଖୀୟ ବିନ୍ଦୁ ଦେଇକି ଆମର ଗୋଟେ କଣ ଅଙ୍କନ କରାଯାଇପାରିବ ତ୍ରିଭୁଜ ଯୋଉ ବୃତ୍ତ ଅଙ୍କନ କରାଯାଇପାରିବ ତାହେଲେ ତ ଆମେ କଣ ଲିଖିବା ବୃତ୍ତାନ୍ତ ଲିଖିତ ବୁଝିପାରିଲ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ତାହେଲେ କାହା କହିଲା ଯୋଉ ଚତୁର୍ଭୁଜର ଚାରୋଟି ଯାକ କଣ ଶୀର୍ଷ ବିନ୍ଦୁ ଆମର କଣ ଅଛି ବୃତ୍ତରେ ରହିବ ତାକୁ ଆମେ କଣ କହିବା ବୃତ୍ତ ଉପରେ ରହିବ ବୃତ୍ତର ଉପରିସ୍ଥ ବିନ୍ଦୁ ହବ ତାକୁ ଆମେ କଣ କହୁଛେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ବା ସାଇକ୍ଲିକ କ୍ୱାଡ୍ରିଲେଟରାଲ ଏ ବି ସି ଡି ବୁଝିପାରିଲ ଏଇଟା ଗୋଟେ କଣ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ କିନ୍ତୁ ତୁମେ ଦେଖ ତୁମେ ଆଜି ପର୍ଯ୍ୟନ୍ତ କଣ ପଢି ଯାଇଛ ଯେ ଆମର ଯେକୌଣସି ତିନିଟା ବିନ୍ଦୁ ଦେଇକି ଆମେ ଗୋଟେ ବୃତ୍ତ ଅଙ୍କନ କରିପାରିବା ଯେକୌଣସି ତିନିଟା ବିନ୍ଦୁ ଦେଇକି ବାକି ନୈକରିକୀୟ ଆମେ ଗୋଟେ ତ୍ରିଭୁଜ ଅଙ୍କନ କରିପାରିବା
ତାହେଲେ ଆମେ କହିପାରିଥିଲେ ଯେ ଯେକୌଣସି ତିନିଟା ବିନ୍ଦୁରେ ଆମେ ଗୋଟେ ବୃତ୍ତ ଅଙ୍କନ କରିକି ମାନେ ଏଇ ତିନିଟା ବିନ୍ଦୁକୁ ନେଇକି ଆମେ ଗୋଟେ ତ୍ରିଭୁଜ ଅଙ୍କନ କରିପାରିବା। ତାମାନେ ପ୍ରତ୍ୟେକ ତ୍ରିଭୁଜର ଗୋଟେ ପରିବୃତ୍ତ ହେଇପାରୁଥିଲା, ପ୍ରତ୍ୟେକ ତ୍ରିଭୁଜର ଗୋଟେ ପରିବୃତ୍ତ ହେଇପାରୁଥିଲା। କିନ୍ତୁ ଯେକୌଣସି ଚାରିଟା ବିନ୍ଦୁ, ଯେକୌଣସି ଚାରିଟା ବିନ୍ଦୁ ହେଲା, ଆମର ଗୋଟେ ଚତୁର୍ଭୁଜ ହବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ। ବୁଝିପାରିଲ? କୌଣସି ଗ୍ୟାରେଣ୍ଟି ନାହିଁ। ପ୍ରତ୍ୟେକ ଚାରିଟା ବିନ୍ଦୁ ଆମେ ନେଇକି ଗୋଟେ ଚତୁର୍ଭୁଜ କରିପାରିବା, ମାନେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ କରିପାରିବା ହେଲା। କିନ୍ତୁ ଯୋଉ ଚତୁର୍ଭୁଜ ଗୁଡା ବୃତ୍ତାନ୍ତ ଲିଖିତ ହେଇପାରିବ ସେଇଟାକୁ ଆମେ କଣ କହିବା, ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ବୋଲି କହିବା। ବୁଝିପାରିଲ? ହେଲା। ଏଥିରେ ଯେମିତି ସବୁଗୁଡା କମ୍ପଲସରି ଆମେ ବାହାର କରିପାରୁଥିଲେ, ତାର କଣ, ତାର ଇନସେଣ୍ଟର, ତାର ଆମର ସର୍କମସେଣ୍ଟର ବାହାର କରିକି ତାର ପରିବୃତ୍ତ, ତାର ଅନ୍ତର୍ଭୁକ୍ତ ବାହାର କରିପାରୁଥିଲେ। ଏମିତି ଚାରିଟା ବୃତ୍ତ ନେଇକି ଆମେ ସବୁର ବାହାର କରିପାରିବା ନା। କିନ୍ତୁ ଯୋଉ ଗୁଡାକର ବାହାର କରିପାରିବା ସେଟା ରହିଯିବ। ବୁଝିପାରିଲୁନି? ସେଗୁଡାକୁ ଆମେ କଣ କରିବା, ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ବୋଲି କରିବା। ତାହେଲେ ଦେଖ, ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ କାହା କୁହାଯାଏ ବୁଝିଗଲ ହେଲା। ତାପରେ ଆମେ ପଳେଇବା କୋଉଠି, ଉପବାଦ୍ୟ 11 କୁଆଡେ ଯିବା, ଉପବାଦ୍ୟ 11 ଦେଖ ହେଡିଂ। ଉପବାଦ୍ୟ 11 ରେ କଣ କହୁଛି, ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ବିପରୀତ କୋଣ ମାନ ପରସ୍ପର ପରିମିତ। ତାହେଲେ ସେ କହିଲେ ଗୋଟେ ମାନେ କଣ ଅଛି, ଆମର ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ଅଛି। ଏ ବି ସି ଡି। ସେ କହିଲା ଏଇ ଯୋଉ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ପରସ୍ପରର ବିପରୀତ କୋଣ, ବିପରୀତ କୋଣ ମାନେ ତାକୁ ଲାଗିକି ନଥିବ। ଏ କୁ ସି ହେଲା, ଏ ର ବିପରୀତ କୋଣ କିଏ, ସମାନ ମୁଁ ଏଠାରେ ଦେଇଦେଲି। ଏ ର ବିପରୀତ କୋଣ ହଉଛି ସି ହେଲା। ପରିପୂରକ ମାନେ ଦିଟା ଯାକ ମିଶିକି କେତେ ହଉଥିବ, 180 ଡିଗ୍ରୀ। ସେମିତି ବି ପ୍ଲସ ଡି ମିଶିକି କେତେ ହଉଥିବ, 180 ଡିଗ୍ରୀ। ବୁଝିପାରିଲ? ଏଇଟା ଆମକୁ କଣ କରିବାର ଅଛି, ପ୍ରୁଭ କରିବାର ଅଛି। ତାହେଲେ ତତ୍ତ୍ୱ କଣ ଲେଖିବ, ତତ୍ତ୍ୱ ଏ ସେ ବୃତ୍ତରେ ଏ ବି ସି ଡି ଏକ କଣ, ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ ହେଲା। ଏ ସେ ବୃତ୍ତରେ ଏ ବି ସି ଡି ଏକ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜ। ତାପରେ ପ୍ରାମାଣ୍ୟରେ କଣ ଲେଖିବ, ଏ ପ୍ଲସ ସି ଇକ୍ୱାଲ ଟୁ 180 ଡିଗ୍ରୀ, ବି ପ୍ଲସ ଡି ଇକ୍ୱାଲ ଟୁ 180 ଡିଗ୍ରୀ। ଏଇଟା ଆମକୁ କଣ କରିବାର ଅଛି, ପ୍ରୁଭ କରିବାର ଅଛି ହେଲା। ତାପରେ ଏଠୁ ଦେଖ, ବର୍ତ୍ତମାନ ଦେଖ ମୁଁ ଅଙ୍କନ କଣ କରିବି, ଗୋଟେ ଅଙ୍କନ କରିବାକୁ ପଡିବ। ମୁଁ ଏସି ଆଉ ବିଡି କୁ ଯୋଗ କରିଦେବି। କଣ କରିବି, ଏସି ଆଉ ବିଡି କୁ ଯୋଗ କରିଦେବି ହେଲା। ଏସି ଆଉ ବିଡି କୁ ମୁଁ କଣ କଲି, ଯୋଗ କରିଦେଲି ହେଲା। ତ ବର୍ତ୍ତମାନ ପିଲେ ଦେଖ, ଆମେ କୋଉ ଚାପକୁ ଲକ୍ଷ୍ୟ କରିବା। ବର୍ତ୍ତମାନ ଦେଖ, ଆମର ଏ ବି ସି ଚାପକୁ ଲକ୍ଷ୍ୟ କର। କଣ, ଏ ବି ସି ଚାପ ଆଉ ଏ ଡି ସି ଚାପକୁ ଲକ୍ଷ୍ୟ କର। କୋଉ କୋଉ ଚାପ, ଏ ବି ସି ଚାପ ଦେଖିପାରୁଥିବ, ଦେଖ ଭଲରେ। ତାପରେ ଏ ଡି ସି ଚାପ ଦିଟା ଯାକ କଣ ହବ, ବିପରୀତ ଚାପ ହବ ହେଲା। ତାହେଲେ ଦେଖ ମୁଁ ଏଠି ଇଏ କରିକି ଭଲରେ ଦେଖଉଛି। ଏ ବି ସି ଚାପ, ବି ଯୋଉ ଚାପ ଓ ଏ ଯୋଉ ଚାପଟା, ବୁଝିପାରିଲ? ଏଇ ଯୋଉ ଦିଟା ଯାକ ଚାପ କଣ କରିବା, ଦିଟା ଯାକ ପରସ୍ପର ବିପରୀତ ଚାପ। ତା ମାନେ ଆମେ ଲେଖିପାରିବା ଏଇ ଯୋଉଟାକ ଚାପ ମିଶିକି ଆମର କେତେ ହବ, ଏମ ଏ ବି ସି ଚାପ ପ୍ଲସ ଏମ ଏ ଡି ସି ଚାପ ଇକ୍ୱାଲ ଟୁ 360 ଡିଗ୍ରୀ। ବୁଝିପାରିଲ? ଏଇ ଯୋଉଟାକ ଚାପ ମିଶିକି ଆମର କେତେ ହେଇଗଲା, 360 ଡିଗ୍ରୀ ହେଇଗଲା ହେଲା। ତାହେଲେ ମୁଁ ଯଦି ଦିଟା ଯାକର ହାଫ୍ କରିଦେବି, ତାହେଲେ ଆମର କେତେ ହେଇଯିବ, 180 ଡିଗ୍ରୀ। ତାହେଲେ ଦେଖ ମୁଁ କଣ କଲି, ହାଫ୍ କରିଦେଲି। ତାହେଲେ ହାଫ୍ ଏମ ଏ ବି ସି ପ୍ଲସ ଏମ ହାଫ୍ ଏମ ଏ ଡି ସି ଇକ୍ୱାଲ ଟୁ କେତେ, 180 ଡିଗ୍ରୀ। ବୁଝିପାରିଲେ କି ନାଇଁ ହେଲା। ଏଇ ଯୋଉ ଚାପର ହାଫ୍ ଆଉ ଏଇ ଯୋଉ ଚାପର ହାଫ୍ କରିଦେଲେ ଆମର କେତେ ହେଇଗଲା, 180 ଡିଗ୍ରୀ ହେଇଗଲା। ତାହେଲେ ଦେଖ ଯୋଉ ହାଫ୍ ଏବିସି ଅଛି ତା ଜାଗାରେ ମୁଁ କଣ ଲେଖିପାରିବି, ମନେ ପକା ଆମର ଯୋଉ ଇଏ କରୁଥିଲା ହେଲା। ଏଇ ଯୋଉ ହାଫ୍ ଏବିସି ମାନେ କଣ, ଏଇ ଚାପ କେନ୍ଦ୍ରଠି ଯୋଉ କୋଣ ଉତ୍ପନ୍ନ କରୁଛି, ତାହେଲେ ଏଇ ଚାପ କେନ୍ଦ୍ରଠି ଏଇ କୋଣଟା ଉତ୍ପନ୍ନ କରୁଛି। ବୁଝିପାରିଲେ? ଏଇ ଚାପ କେନ୍ଦ୍ରଠି ଏଇ କୋଣଟା ଉତ୍ପନ୍ନ କରୁଛି। ତାହେଲେ ତାର ଅପୋଜିଟ ଚାପର ଅନ୍ତର୍ଲିଖିତ କୋଣର ଦି ଗୁଣ ହବ।
କାରଣ ଏଇଟା 180 ଡିଗ୍ରୀ କରୁଛି, ତାହେଲେ ୟାର 2 ଗୁଣ ହବ। ତାହେଲେ ମୁଁ ଲେଖିପାରିବି ହାଫ ଏ ବି ସି ଜାଗାରେ ମୁଁ ଲେଖିପାରିବି କଣ ଏ ଡି ସି। ଏ ଚାପ ଲେଖିପାରିବି ଏ ଡି ସି ପ୍ଲସ ଯୋଉ ହାଫ ଏ ଡି ସି ଚାପ ଜାଗାରେ ଏଇ ଯୋଉ ଚାପ ଜାଗାରେ, ତାହେଲେ ଏଇ ଯୋଉ ଚାପର ବିପରୀତ ପରିପୂରକ ଚାପ ଏଇଟା, ତାର ଅନ୍ତର୍ଲିଖିତ କୋଣ ସାଙ୍ଗେ ସମାନ ହବ। ତାହେଲେ ଏ ବି ସି ଇକ୍ୱାଲ ଟୁ କେତେ 180 ডিগ্রি। তাহলে এটি কোন হইগলা ডি প্লস বি ইকুয়ালস টু 180 ডিগ্রি হইগলা। এমতি সিমিলারলি ଆମେ କଣ ପ୍ରମାଣ କରିପାରିବା ଏ ପ୍ଲସ ସି ଇକ୍ୱାଲସ ଟୁ 180। ବୁଝିପାରିଲ? ହେଲା ଦେଖ କିଛି କର, ଆମେ ଫାଷ୍ଟ ଲେଖିଦେଲେ ଏଇଟା ଚାପ ଆଉ ଏଇ ଚାପ ପରସ୍ପରର ବିପରୀତ ଚାପ। ଯଦିକା ଏଇ ଚାପ ଆଉ ଏଇ ଚାପ ପରସ୍ପରର ବିପରୀତ ଚାପ ହେଇଗଲା, ତାହେଲେ ୟାର ଅଧା ବିଭକ୍ତ ଏଇ ଯୋଉ ପ୍ଲସ ୟାର ଅଧା କେତେ ହେଇଯିବ 180 ডিগ্রি। ହେଲା ଯୋଡ଼ାକ ମିଶିକି 360 ডিগ্রি ହେଲା, କାରଣ ଯୋଡ଼ାକ ମିଶିକି ଗୋଟେ ବୃତ୍ତ କରୁଛନ୍ତି ମାନେ ଯୋଡ଼ାକ ମିଶିକି 360 ডিগ্রি ହେଲା। ତାହେଲେ ୟାର ଅଧା ମିଶିକି 180 ডিগ্রি ହେଇଗଲା। ତାହେଲେ ଏଇ ଯୋଉ ଚାପର ଅଧା ଚାପର ମେଜରମେଣ୍ଟ ମାନେ ସେ କେନ୍ଦ୍ରରେ ଯୋଉ କଣ କରୁଛନ୍ତି ডিগ্রি ପରିମାପର ଅଧା କେତେ, ଇଏ 100 ହଉଛି ମାନେ ଇଏ 90, ଯୋଉଟା ତାର ବିପରୀତ ଚାପର ଅନ୍ତର୍ଲିଖିତ କୋଣର ପରିମାଣ ସାଙ୍ଗେ ସମାନ। ତାହେଲେ ଏ ଡି ସି କୋଣ ହେଇଗଲା, ଏଇ ଚାପର ବିପରୀତ ଅନ୍ତର୍ଲିଖିତ କୋଣ ଏଇଟା, ତାହେଲେ ଏ ବି ସି ହେଇଗଲା। ତାହେଲେ ଏ ଡି ସି ମିଶାଣ ଏ ବି ସି ଇକ୍ୱାଲ ଟୁ 180। ତାହେଲେ ଏଇଟା ମିଶାଣ ଏଇଟା ଇକ୍ୱାଲ ଟୁ 180 ବାହାରି ପଡିଲା। ତାହେଲେ ସିମିଲାରଲି ଆମର କଣ ବାହାରି ପଡିବ ଭି ଆଉ ଡି ହଉଛି 180। ହେଲା ସମସ୍ତେ ବୁଝିଗଲ ଉପବାଦ୍ୟ କେତେ 11। ତାପରେ ଯିବା ଆମର ଅନୁସିଦ୍ଧାନ୍ତ ଏ ଦେଇଛି ବୃତ୍ତାନ୍ତ ଲିଖିତ ସାମାନ୍ତରିକ ଚିତ୍ର ଏକ ଆୟତ ଚିତ୍ର। ହେଲା ତ ଏଇଟା ଲିଖା ଯାଉଛି। ଦେଖ ଅନୁସିଦ୍ଧାନ୍ତ 1 ରେ ଉପବାଦ୍ୟ 11 ର ପ୍ରୟୋଗ ହବ ସମସ୍ତ ସଂଗ୍ରାମ। এইটা ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ଅନୁସିଦ୍ଧାନ୍ତ ଏ କଣ ଦେଇଛି ଆମର ବୃତ୍ତାନ୍ତ ଲିଖିତ ସାମାନ୍ତରିକ ଚିତ୍ର। କଣ ଆୟତ ବୁଝିପାରିଲ? ବୃତ୍ତାନ୍ତ ଲିଖିତ ସାମାନ୍ତରିକ ଚିତ୍ର ଦେଇଛି କଣ ଗୋଟେ ଆୟତ ଚିତ୍ର ବୋଲି ଦେଇଛି। ହେଲା ତାହେଲେ ଏଇଟାକୁ ଆମକୁ ପ୍ରମାଣ କରିବାର ଅଛି। ତାହେଲେ କେମିତି ପ୍ରମାଣ କରିବା? ଆମେ ଜାଣିଛେ ଯେ ପିଲେ ଦେଖ ଏବିସିଡି ଗୋଟେ ବୃତ୍ତାନ୍ତ ଲିଖିତ କଣ ସାମାନ୍ତରିକ ଚିତ୍ର। ତାମାନେ ହେଲା ମୁଁ ଗୋଟେ ପ୍ରଧାନ ଚିତ୍ର କରିଦଉଛି, ମନେକର ଗୋଟେ ଚିତ୍ର ନେଲି, ଏଠି କଣ କଲି ଗୋଟେ ସାମାନ୍ତରିକ ଚିତ୍ର ଅଙ୍କନ କଲି। ହେଲା ଗୋଟେ ସାମାନ୍ତରିକ ଚିତ୍ର ଅଙ୍କନ କଲି ଏ ବି ସି ଡି ହେଲା। ଆମେ ଜାଣିଛେ ପିଲେ ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ବିପରୀତ କୋଣର ପରିମାଣ କେତେ? ବୃତ୍ତାନ୍ତ ଲିଖିତ ଚତୁର୍ଭୁଜର ବିପରୀତ କୋଣର ପରିମାଣ କେତେ? ଆମର 180 ডিগ্রি। ତାହେଲେ ମୁଁ ଲେଖିପାରିବି ଏ ପ୍ଲସ ସି ଇକ୍ୱାଲ୍ସ ଟୁ 180 ডিগ্রি, বি ପ୍ଲସ ଡି ଇକ୍ୱାଲ୍ସ ଟୁ 180 ডিগ্রি। ଲେଖିପାରିବି କି ନା? ତାହେଲେ ଲେଖିପାରିବି ତ? ତାହେଲେ ପିଲେ ତମେ ଜାଣିଥିବ ଯେ ସାମାନ୍ତରିକ ଚିତ୍ର ସେ ଦେଇଛି ସାମାନ୍ତରିକ ଚିତ୍ର। ତାହେଲେ ସାମାନ୍ତରିକ ଚିତ୍ରର ଗୋଟେ ପ୍ରପର୍ଟି ତମେ ଯେଟା ପଢିଥିବ ଛୁଆ ଜାଣିଥିବ ଯେ ବିପରୀତ କୋଣ ସମାନ। ତାହେଲେ ଲେଖିପାରିବି ଏ ବି ସି ଡି ସାମାନ୍ତରିକ ଚିତ୍ର ହେତୁ তোমার এ কোণ ইকুয়ালস টু সি কোণ কমা বি কোণ ইকুয়ালস টু ডি কোণ। বুঝিপাইল? এ কোণটা বি কোণ সাথে সমান হয়েগলা, বি কোণটা ডি কোণ সাথে সমান হয়েগলা। তাহলে দেখো দুইটা যাক মিশিকি 180 ডিগ্রি, দুইটা যাক সমান। তাহলে গোটা কেতে হয়েগলা 90 ডিগ্রি। তাহলে একটু লিখিপারিবি এ কোণ ইকুয়ালস টু সি কোণ ইকুয়ালস টু বি কোণ ইকুয়ালস টু ডি কোণ ইকুয়ালস টু কেতে 90 ডিগ্রি। ଯୋଉ ସାମାନ୍ତରିକ ଚିତ୍ରର ଗୋଟେ ବି କୋଣ ଯଦି 90 ଡିଗ୍ରୀ ହେଇଗଲା ଅଟୋମେଟିକାଲି ସେ ଗୋଟେ କଣ ହେଇଯିବ ଆୟତ ଚିତ୍ର ହେଇଯିବ। ତେବେ ଏ ବି ସି ଡି ଏକ କଣ ଆୟତ ଚିତ୍ର। ବୁଝିପାରିଲ? ତାହେଲେ ଏବିସି ଟା କଣ ହେଇଗଲା ଆମର ଗୋଟେ ଆୟତ ଚିତ୍ର ହେଇଗଲା। ହେଲା ସମସ୍ତେ ଏଇଟା ଲେଖିଦିଏ।
এটা ଥିଲା ଆମର ଅନୁସିଦ୍ଧାନ୍ତ 1 ହେଲା। ତାହେଲେ ଏଇଭଳି ଭାବରେ ପୁରା ସିମିଲାର ହେଲା, ସମସ୍ତେ ଲେଖିଦେଇଥିବ। ୟା ସାଙ୍ଗରେ ପୁରା ସିମିଲାର ହଉଛି କଣ, ଅନୁସିଦ୍ଧାନ୍ତ 2। ଦେଖ ପିଲେ ଅନୁସିଦ୍ଧାନ୍ତ 2 କଣ, ଅନୁସିଦ୍ଧାନ୍ତ 2 ହଉଛି ଗୋଟେ ବୃତ୍ତାନ୍ତ ଲିଖିତ ରମ୍ବସ୍, ଗୋଟେ ବୃତ୍ତାନ୍ତ ଲିଖିତ ରମ୍ବସ୍ କଣ ହବ, ଗୋଟେ କଣ ହବ, ଇଏ ହବ ବର୍ଗ ଚିତ୍ର ହବ। ତାହେଲେ ଏଠି ଲେଖିଦିଅ ବୃତ୍ତାନ୍ତ ଲିଖିତ ରମ୍ବସ୍ ଏକ ବର୍ଗ ଚିତ୍ର। ପୁରା ଡିଟୋ ସେମ ପ୍ରମାଣ, ଏ ବି ସି ଦେଇଦେଲ ହେଲା, ଏ ବି ସି ଡି, ତାହେଲେ ଏ ପ୍ଲସ ସି ବୃତ୍ତାନ୍ତ ଲିଖିତ ହେଇଯିବାର କେତେ 180 ଡିଗ୍ରୀ ହେଲା। ତାହେଲେ ରମ୍ବସ ର ବିପରୀତ କୋଣ ସମାନ, ଏ ଇକ୍ୱାଲ୍ସ ଟୁ ସି ହେଇଯିବ। ତାହେଲେ ଇକ୍ୱାଲ୍ସ ଟୁ କେତେ ହେଇଯିବ, ଏଇଟା ସମାନ ଆଉ ଏଇଟାକ ମିଶିକି କେତେ 180 ଡିଗ୍ରୀ। ତାହେଲେ ଏ ଇକ୍ୱାଲ୍ସ ଟୁ ସି ଇକ୍ୱାଲ୍ସ ଟୁ କେତେ ହେଇଯିବ 90 ଡିଗ୍ରୀ। ବୁଝିପାରିଲ? ତାହେଲେ ଅନୁସିଦ୍ଧାନ୍ତ 1 2 ହେଇଗଲା ହେଲା। ତାପରେ ତାପରେ ପଢିବା, ଦେଖିବା କ୍ଲାସ କେତେ ଟାଇମ ହେଇଗଲା, କ୍ଲାସ 21 ମିନିଟ୍ ହେଇଗଲାଣି। ତ ଆଜିର କ୍ଲାସରେ ଏତିକି, ନେକ୍ସଟ ଅନୁସିଦ୍ଧାନ୍ତ 3 ଠୁ ପରବର୍ତ୍ତୀ କ୍ଲାସରେ ପଢିବି। ତ ଷ୍ଟୁଡେଣ୍ଟ ଆଶା କରୁଛି ଆଜିର କ୍ଲାସଟି ଆପଣମାନେ ବୁଝିପାରିଥିବେ। ଯଦି ଆଜିର କ୍ଲାସଟି ଆପଣମାନେ ବୁଝିପାରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ଚ୍ୟାନେଲକୁ ବିଭିନ୍ନ ଷ୍ଟଡି ଗ୍ରୁପ ମାନଙ୍କରେ ସେୟାର କରିଦିଅନ୍ତୁ। ଏମିତି 20 ମିନିଟର ଭିଡ଼ିଓରେ ଆପଣମାନଙ୍କ ପାଇଁ ସମ୍ପୂର୍ଣ୍ଣ କଣ ଥିଓରିର ସମ୍ପୂର୍ଣ୍ଣ କନସେପ୍ଟ ଆଉ କ୍ୱେଶ୍ଚିନ୍ ଆନ୍ସର ଯେତେ ବହିରେ ଅଛି ସବୁ ଡିଟେଲ୍ସ ନେଇ ପୁରା ବହିଟାକୁ ଆମେ କଣ କରିବା ସାରିଆ। ତାପରେ ଆମର ପଛରେ ଏମସିକ୍ୟୁ ସିରିଜ ଆସିବ। ତାପରେ ଆମର କଣ ଆସିବ, ଆମର ଯୋଉ ମୋଷ୍ଟ ଇମ୍ପୋର୍ଟାଣ୍ଟ 100 ରୁ 120ଟା କ୍ୱେଶ୍ଚିନ୍ ପଡିବ, ଯେଉଁଥିରେ ପୁରା ଆପଣ 100% କଣ ସବୁତିକ କ୍ୱେଶ୍ଚିନ୍ ଆସିବାର ଚାନ୍ସେସ୍ ଅଛି ହେଲା। ତାହେଲେ ଆଜିର କ୍ଲାସରେ ଏତିକି, ଦେଖା ପରବର୍ତ୍ତୀ କ୍ଲାସରେ ଯୋଉଠି ଆମେ କଣ ପଢିବା, ଅନୁସିଦ୍ଧାନ୍ତ 3 ଠୁ ଷ୍ଟାର୍ଟ କରିବା। 2 ପର୍ଯ୍ୟନ୍ତ ସରିଲା, ଅନୁସିଦ୍ଧାନ୍ତ 3 ଠୁ ଷ୍ଟାର୍ଟ କରିବା। ରହୁଛି, ନମସ୍କାର, ଜୟ ଜଗନ୍ନାଥ।